ମା ଆମେ ଆରମ୍ଭ କରିବା ଚିରନ୍ତନ ବହିର ପୃଷ୍ଠା 80। ବିଷୟବସ୍ତୁ ରହିଛି ନିଜକୁ ଦୋଷୀ କରିବା। ନିଜକୁ ଦୋଷୀ କରିବା। ମାଙ୍କୁ ପ୍ରଶ୍ନ ହେଇଛି ଯେ ଅଗ୍ରଗତି କରିବା ପାଇଁ ନିଜକୁ ଦୋଷ ଦେବା ଏକ ଭଲ ଉପାୟ କି? ଆଗ ପଢିଦବା। ମା ଲେଖୁଛନ୍ତି ଉତ୍ତରରେ, ନିଜକୁ ଦୋଷ ଦେବା ନା ଦରକାର ନାହିଁ। ହୁଏତ ଏହାର କିଛି ଆବଶ୍ୟକତା ଥାଇପାରେ। ମୋର ପୂର୍ଣ୍ଣତା ଆସିଯାଇଛି। ଏଇଭଳି ଏକ ଭ୍ରାନ୍ତି ଜାଲରୁ ସବୁ ସମୟରେ ରକ୍ଷା ପାଇବା ପାଇଁ ପ୍ରକୃତରେ ଏହାର ଆବଶ୍ୟକତା ରହିଛି। କିନ୍ତୁ ନିଜକୁ ସମାଲୋଚନା କରିବାରେ ବହୁ ଶକ୍ତି ନଷ୍ଟ ହୋଇଥାଏ। ବରଂ ସେହି ଶକ୍ତିକୁ ନିଜର ଅଗ୍ରଗତି ପାଇଁ ଖର୍ଚ୍ଚ କରିବା ଭଲ। ଏକ ବାସ୍ତବ ଓ ସ୍ଥାୟୀ ଅଗ୍ରଗତି ପାଇଁ ଯାହାକି ଅଧିକ ଆବଶ୍ୟକ। ଉଦାହରଣ ସ୍ୱରୂପ, ଯଦି ତୁମ ଭିତରେ ଅସ୍ୱସ୍ତିକର ଭାବନା ସବୁ ଆସୁଥାଏ ଏବଂ ଯଦି ତୁମର କୁତ୍ସିତ, ଅଶ୍ଳୀଳ ଏବଂ ଗଣ୍ଡଗୋଳିଆ ଭାବନା ସବୁ ରହିଥାଏ ଏବଂ ତୁମେ ବ୍ୟସ୍ତ ହୋଇପଡ଼ି ମନକୁ ମନ ଛଟପଟ ହେଉଥାଅ ଏବଂ ତୁମେ କୁହ, ଓଃ କି ଅସହ୍ୟ, ଆଃ ଆଃ କି ଅସହ୍ୟ, ମୋ ଭିତରେ ତଥାପି ଏସବୁ ଭାବନା ମାନ ଅଛି, ଇସ୍ କି କୁତ୍ସିତ ଏସବୁ। ଏପରି କ୍ଷେତ୍ରରେ ଭଲ କଥା ହେବ ତୁମେ ତୁମର ସମସ୍ତ ଶକ୍ତି ପ୍ରୟୋଗ କରି ସେଗୁଡ଼ିକୁ ଏକାଥରକେ ଫୁଟକି ମାରି ଉଡ଼ାଇଦେବ। କିନ୍ତୁ ଏକଥା ବି ଆବଶ୍ୟକ ଯେ ସବୁ ସମୟରେ ତୁମେ ତୁମ ଦୋଷ ଗୁଡ଼ିକୁ ଚିହ୍ନି ଦେଖ। ଏହା ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ନିଜର ଦୋଷ ଗୁଡ଼ିକ ନେଇ ସବୁବେଳେ ଆକୁଳି ବିକୁଳି ହେବା ଉଚିତ ନୁହେଁ। ପ୍ରକୃତ ଆବଶ୍ୟକତାଟି ହେଲା, ଯେଉଁ ସବୁ ସଦ୍ଗୁଣ ଗୁଡ଼ିକ ତୁମ ଭିତରେ ରହିବା ଉଚିତ ବୋଲି ଭାବୁଛ, ସେଗୁଡ଼ିକୁ ତୁମର ସମସ୍ତ ଶକ୍ତି ପ୍ରୟୋଗ କରି ନିଜ ଭିତରେ ଗଠନ କର ଏବଂ ଯାହା କରିବାକୁ ଇଚ୍ଛା କରୁଛ ତାହା କରିଯାଅ। ଏହା ହିଁ ତୁମ ଲାଗି ବେଶୀ ଗୁରୁତ୍ୱପୂର୍ଣ୍ଣ। ଆମେ ଆମ ଭାଷାରେ ଟିକେ ଆଉ ଥରେ ଆଲୋଚନା କରିବା। ନିଜକୁ ଦୋଷୀ କରିବା। ସାଧାରଣତଃ ଯେତେବେଳେ ଆପଣ ଦେଖିବେ ଯୋଉମାନେ ସଂସାରର ଏଇ ତଥାକଥିତ ଯୋଉ କାର୍ଯ୍ୟଧାରା ଚାଲିଛି, ସେଥିରେ ସେମାନେ ଯେତେବେଳେ ଅସନ୍ତୁଷ୍ଟ ହୁଅନ୍ତି, ସେମାନେ ଖୋଜନ୍ତି ଆଉ ଏକ ପଥ। ସେତେବେଳେ ଧାର୍ମିକତାର ପଥ, ନୈତିକତାର ପଥ, ଆଧ୍ୟାତ୍ମିକତାର ପଥ, ଏମିତି ଅନେକ ପଥ ତାଙ୍କ ପାଖରେ ଖୋଲି ଧରିଯାଏ। ସେଥିରୁ ସେମାନେ ତାଙ୍କ ଚତୁଃପାର୍ଶ୍ଵରେ ଥିବା ବ୍ୟକ୍ତିଙ୍କ ଉପରେ ହିଁ ଡିପେଣ୍ଡ କରେ କୋଉ ପ୍ରକାର ବ୍ୟକ୍ତିଙ୍କର ପରାମର୍ଶ ସେମାନେ ନିଅନ୍ତି। ସେ ଭିତରେ କେତେ ଜଣ ଏମିତି ହୁଏତ କୁହନ୍ତି ଯେ ତେଣୁ ତୁମେ ଦେଖ ତୁମ ଭିତରେ ଏଇ ଦୋଷ ସବୁ ରହିଯାଇଛି, ଆଉ ତମେ ସେ ଦୋଷ ଗୁଡାକ ଛାଡୁନ, କାଢୁନ, ଯାଉନି ତମ ଭିତରୁ, ତେଣୁ ତମେ ସବୁବେଳେ କଷ୍ଟ ପାଉଛ, ଏମିତି ଇତ୍ୟାଦି ଇତ୍ୟାଦି, ଏମିତି ସବୁ ବହୁତ କଥା କୁହାଯାଏ। ସେତେବେଳେ ଜଣେ ଭାବେ, ଏବଂ ଆମେ ବି ଦେଖିଥିବା ଅନେକ ଲୋକ ଗୋଟେ ଯେମିତି କୁହନ୍ତିନି ପାସିବ ଭାବରେ ସେମାନେ କୁହନ୍ତି, ମୋ ଭଳିଆ ଅପଦାର୍ଥ, ମୋ ଭଳିଆ ପାପି ଏ ସଂସାରରେ କେହି ନାହାନ୍ତି। ନିଜକୁ ସେ ବହୁତ ଦୋଷ ଦିଅନ୍ତି ଏବଂ ପାପି, ଦୋଷୀ ଏମିତି କୁହନ୍ତି। ସେଥିରେ ବି ଅନେକ ପ୍ରକାର ଲୋକ ଅଛନ୍ତି। କେତେ ଜଣ ଦେଖେଇ ହେଇ କୁହନ୍ତି, ଯଦ୍ଵାରା ଅନ୍ୟମାନଙ୍କ ପାଖରେ ତାଙ୍କର ଗୋଟେ ଇମ୍ପୋର୍ଟାନ୍ସ ବଢିବ। ଆଉ କେତେ ଜଣ ଅଛନ୍ତି, ସେମାନେ ତାକୁ କହି କହିକି ନିଜେ ଡିପ୍ରେସ ହେଇଯାଆନ୍ତି। ଯେ ମୋ ଭିତରେ ଏତେ ଦୋଷ ଅଛି, ଭଗବାନ କଣ ମତେ ଦୟା କରିବେ? ମୁଁ ଏତେ ପାପ କରିଛି ଯେ ଏ ଜନ୍ମରେ ତାହା ଆଉ ଭଗବାନ ବି ଧୋଇ ପାରିବେନି। ଏମିତି କେତେ ଜଣ ଧାରଣା କରନ୍ତି। ତେଣୁ ପ୍ରଶ୍ନ ମାଙ୍କୁ କରାହେଇଛି, ଜଣେ ଯଦି ଅଗ୍ରଗତି କରିବାକୁ ଚାହୁଁଛି, ତାହେଲେ ଅଗ୍ରଗତି କରିବା ପାଇଁ ହେଲେ ନିଜର ଦୋଷ ଦୁର୍ବଳତାରୁ ମୁକ୍ତ ହବା ଉଚିତ। ଏଇଟା ତ ସତ୍ୟ, ଏଇଟା ଆମେ ଜାଣିଛୁ। ତେବେ ଆମର ଯୋଉ ଦୋଷ ଦୁର୍ବଳତା ରହିଛି, ସେଥିପାଇଁ ନିଜକୁ ଦୋଷୀ କରିବା ବା ନିଜକୁ ଦୋଷ ଦେବା ଭଲ ଉପାୟ କି?
ସେଠୁ ମା ତାର ଉତ୍ତର କହିଲେ ଯେ ନିଜକୁ ଦୋଷ ଦେବା ଦରକାର ନାହିଁ। କିନ୍ତୁ ତା ପରେ ପରେ ବାକ୍ୟଟି ଲେଖିଛନ୍ତି ହୁଏତ ଏହାର କିଛି ଆବଶ୍ୟକତା ଥାଇପାରେ। କଣ ଆବଶ୍ୟକତା ଥାଇପାରେ ନା ଯଦି ଆମ ଭିତରେ ଏକ ଭ୍ରାନ୍ତ ଧାରଣା ରହିଗଲା ଯେ ମୋର ପୂର୍ଣ୍ଣତା ଆସିଯାଇଛି, ମୁଁ ବହୁତ ବାଟ ଅଗ୍ରଗତି କରିଗଲିଣି, ଏମାନେ ସବୁ ମାନେ ପାମର, ସେମାନେ କଣ ଜାଣିଛନ୍ତି, ସେମାନେ କିଛି ଜାଣିନାହାନ୍ତି, ମୁଁ ଏତେ ଲୋକ ତ ଅଛନ୍ତି ଯୋଉମାନେ ଯଦି ଟିକେ ଅଧିକ ପଢିଦେଲେ ସେମାନେ ତ କୁହନ୍ତି ମୁଁ ବହୁତ ଜ୍ଞାନୀ ହେଇଗଲିଣି, ଏମାନେ ସବୁ ତୁଚ୍ଛ ମୋ ପାଖରେ, ଏମାନେ ସବୁ ଇଏ ନୁହନ୍ତି, ଏ ଜନ୍ମରେ ତାଙ୍କର କିଛି ହବନି, ମୁଁ ବହୁତ ଆଗେଇ ଗଲିଣି। ତେଣୁ ଏଇ ପ୍ରକାର ଏକ ଭ୍ରାନ୍ତ ଧାରଣା ଯଦି ତୁମ ଭିତରେ ଆସିଥାଏ ଯେ ତୁମର ପୂର୍ଣ୍ଣତା ଆସିଗଲାଣି ଏବଂ ତୁମେ ବହୁତ ଅଗ୍ରଗତି କରିଗଲଣି, ତାହେଲେ ସେମାନଙ୍କ କ୍ଷେତ୍ରରେ ଏଇ ନିଜକୁ ଦୋଷ ଦେବା କିଛି ପରିମାଣରେ ଆବଶ୍ୟକତା ରହିଛି। କାହିଁକିନା ସେମାନେ ଜାଣିବା ଉଚିତ ଯେ ତାଙ୍କ ଭିତରେ ପୂର୍ଣ୍ଣତା ଆସିଛି କି ଆସିନାହିଁ। କାହିଁକିନା ପୂର୍ଣ୍ଣତା ଗୋଟେ ଏମିତି ବଜାରରେ ମିଳିବା ଜିନିଷ ନୁହଁ। କାହିଁକିନା ପୂର୍ଣ୍ଣତା କେବେ ବି ଆପଣ ଦେଖନ୍ତୁ ପୂର୍ଣ୍ଣତା ବି ଗୋଟେ ଆଫେକ୍ଟ ମାନେ ରିଲେଟିଭ ଟର୍ମ ଲାଗେ ଆମକୁ ସବୁବେଳେ। କାହିଁକିନା ଯଦି ଦେଖିବା ଆମେ ନିଶ୍ଚେତନାରୁ ଧୀରେ 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 ଅଗ୍ରଗତି ହେଇ ବିବର୍ତ୍ତନର ପାବଛରେ ଜଡ ଜଡ ଚେତନ, ଜଡରୁ ଆସିଲା ପୁଣି ଚେତନା, ଚେତନା ଯେତେବେଳେ ଅଳ୍ପ ଉଦ୍ରେକ ହେଲା ଜୀବ ଉଦ୍ଭିଦ, ଉଦ୍ଭିଦରୁ ପୁଣି ପ୍ରାଣୀ, ପ୍ରାଣୀରୁ ପୁଣି ଏବେ ମନୁଷ୍ୟ, ମନ ଚେତନା ପର୍ଯ୍ୟନ୍ତ ବା ମାଇଣ୍ଡ ଆକ୍ଟିଭ ହେଲାଣି। କିନ୍ତୁ ତାପରେ ପରମ ସଚ୍ଚିଦାନନ୍ଦ ପରମ ପ୍ରଭୁଙ୍କ ପାଇଁ ପାଠର ପର୍ଯ୍ୟନ୍ତ କେତେ କେତେ ଆହୁରି ଷ୍ଟେପ ଅଛି। ତେଣୁ ବର୍ତ୍ତମାନ ଯିଏ ଆଉ ପୂର୍ବରୁ ମଣିଷ ଯିଏ ଏବେ ହେଇଛି, ଆଉ ପୂର୍ବରୁ ମଣିଷ ଯେତେବେଳେ ନଥିଲା ସେତେବେଳେ ସେମାନେ ଭାବୁଥିଲେ ସେମାନେ ହଉଛନ୍ତି ଶ୍ରେଷ୍ଠ। ତାଙ୍କ ପରେ ଯେତେବେଳେ ମଣିଷ ଆସିଲା ତେଣୁ ତାମାନେ ଆଉ ଗୋଟେ ପାବଛ ସେମାନେ ଆମେ ଅତିକ୍ରମ କରି ଆସିଲେ। ତେଣୁ ଆମେ କହିବା ଏବେ ଆମେ କହୁଛୁ ମଣିଷ ହଉଛୁ ସବୁଠୁ ଶ୍ରେଷ୍ଠ, ତେଣୁ ମଣିଷ ଯାହା କରୁଛି ତାହା ପୂର୍ଣ୍ଣ ହେଇଗଲାଣି, କିନ୍ତୁ ତାହା ନୁହେଁ। କାହିଁକିନା ସଚ୍ଚିଦାନନ୍ଦ ପରମ ପ୍ରଭୁଙ୍କ ପାଖକୁ ଯାତ୍ରାରେ ମଣିଷ ପରେ ପୁଣି ଗୋଟେ ପାବଛ ଆସିବ, ଯୋଉଟା ଏବେ ଆମେ ଜାଣୁଛୁ। ଶ୍ରୀଅନ୍ଦ ଆମକୁ କହିଦେଇ ଗଲେ ଯେ ଅତିମାନ ଶକ୍ତି ଅବତରଣ କରିସାରିଲାଣି, ଅତିମାନବ ଆସିବେ, ଯୋଉମାନେ ସିଧାସଳଖ ଭଗବାନଙ୍କ ସହିତ ସଂଯୁକ୍ତ ରଖିବେ, ସମ୍ପର୍କ ରଖିବେ ଏବଂ ତାଙ୍କ ଭିତରେ ଦେଇକି ଭଗବାନ ଅବିକୃତ ଭାବେ ନିଜକୁ ପ୍ରକାଶ କରିପାରିବେ। ବର୍ତ୍ତମାନ ତ ବିକୃତ ହେଇଯାଉଛି ଆମ ଭିତରେ ଆସିଲା ବେଳକୁ। ତେଣୁ ସେମାନେ ଯଦି ଯୋଉ ଭ୍ରାନ୍ତ ଧାରଣା ତାଙ୍କ ରହିଲା ଯେ ମୋର ପୂର୍ଣ୍ଣତା ଆସିଯାଇଛି, ତାହେଲେ ସେମାନଙ୍କ ପାଇଁ ଏଇଟା ଆବଶ୍ୟକତା ରହିଛି। ଏଠି ଗୋଟେ ଗପ ମନେ ପଡେ ମନୋଜ ଦାସଙ୍କ କାହାଣୀରେ, ମନୋଜ ଦାସ ଲେଖିଥିବା କାହାଣୀ, ଯିଏ ଗୋଟେ ଥର ଗୋଟେ ଗୁରୁକୂଳରୁ ଦୁଇ ଜଣ ଶିଷ୍ୟ ଯାଇଛନ୍ତି କିଛି ଏକ କାମରେ ପାଖ ଜାଗାକୁ, ଗୋଟେ ଗାଁକୁ ଯାଇଛନ୍ତି। ଗଲା ବେଳେ ପାଖ ଜାଗାକୁ ଯିବା ବେଳେ ବାଟରେ ଗୋଟେ ନଈଟେ ପଡିଛି, କିନ୍ତୁ ସେ ନଈରେ ପାଣି ସେମିତି ନଥାଏ, ଅଳ୍ପ କିଛି ପାଣି ଥାଏ। ଯୋଉମାନେ ସେ ବାଟ ଦେଇ ଯିବା ଆସିବା କରନ୍ତି ସେମାନେ ଜାଣନ୍ତି କୋଉ ବାଟ ଦେଇ ଗଲେ ପାଣି ବେଶୀ ନଥିବ, ଆରାମସେ ପାର କରି ଯାଇ ହବ। ତେଣୁ ସେମାନେ ସେଇ ପାଖ ଲୋକଙ୍କୁ ପଚାରି ବୁଝିଲେ, ସେମାନେ କହିଲେ ଆଜ୍ଞା ଡଙ୍ଗା ଦରକାର ନାହିଁ, ଏଇ ଯୋଉ ଅଳ୍ପ ପାଣି ଆପଣ ଏଇପଟେ ଯାଆନ୍ତୁ। ତାଙ୍କୁ ଦେଖେଇଦେଲେ, ସେ ସେଇ ବାଟେ ଦେଇକି ସେମାନେ ଚାଲିକି ସେପଟକୁ ପଳେଇଲେ। କିନ୍ତୁ ତଥାପି ବି ସେ ବାଟରେ କିଛି ତ ପାଣି ହେଲା ନା, ବୁଡିବେନି ସିନା, ପାଣି ତ ହେଲା। ଫେରିଲା ବେଳକୁ ଆସୁଛନ୍ତି ସେମାନେ ଦି ଜଣ ଆସି ନଈ କୂଳରେ ପହଞ୍ଚିଛନ୍ତି, ଦେଖିଲେ ସେଠି ଜଣେ ଝିଅଟେ, ଜଣେ ଯୁବତୀ, ସିଏ ନଈ ପାରି ହେବାକୁ ଅପେକ୍ଷା କରିଛି ଆଉ ଯାଇପାରୁନି। ଏମାନେ ଯେତେ ଆସି ପହଞ୍ଚିଲେ, ସିଏ ତାଙ୍କୁ ଅନୁରୋଧ କଲା ଯେ ମତେ ଟିକେ ସାହାଯ୍ୟ କରନ୍ତୁ। ସେ କହିଲେ ହଁ ଠିକ ଅଛି, ଆମ ସାଙ୍ଗରେ ଆସ, ଆମେ ନେଇଯିବୁ। କିନ୍ତୁ ପାଣି ଯେତେବେଳେ ଅଧିକ ହେଲା ସେ ଝିଅ ଡରିଲା। ସେ ଯେମିତି ବ୍ୟସ୍ତ ହେଲା, ତାଙ୍କ ଭିତରୁ ଜଣେ ଶିଷ୍ୟ ତାକୁ ଧରିକି ଟେକିକି ସେ ନଈପାରି ହେଇକି ଆଣିକି ଆରପଟରେ କୂଳରେ ଛାଡି ଦେଇକି ତାଙ୍କର ପଳେଇଲେ। ସେ ଝିଅ ତା ବାଟରେ ପଳେଇଲା, ଇଏ ଦି ଜଣ ଗଲେ ଗୁରୁକୂଳକୁ। ଆର ଯୋଉ ଶିଷ୍ୟ ଜଣକ, ତାଙ୍କ ମୁଣ୍ଡରେ ଚିନ୍ତା ପଶିଗଲା। ସିଏ ଯାଇକି ଗୁରୁଙ୍କ ପାଖରେ ପହଞ୍ଚିଲେ। ଗୁରୁଦେବ ଯାଇ ପ୍ରଣାମ କଲା ବେଳକୁ କାର୍ଯ୍ୟର ଯୋଉ ବିବରଣୀ ଯାହା ଦବା କଥା ଦି ଜଣ ତାକେ ଯାଇଥିଲେ ଦେଇଦେଲେ।
तापर गुरु कहले ठीक है जेबे जाओ सी प्रथम शिष्य जी झीटी को धरिकी नई पारी करैथिले सी पळेलेनी ये किंतु जाई नांती टिके रहिछन केना गुरु को कहबे ता विषय रे से जेमती गले गुरु को ये किछि कहबा को बाहरचंती गुरुदेव आपण जानचंती आज खाली कथा सेतिक न आज आउर बहुत घटना घटी जाइए सी कह हौ ठीक अच्छे तुम ए तरबर आसच आबे जाओ आग किछि आग टे साष्टांग हो जाओ आउे मते संध्या को कहब बिचारा गुरु तंकर कहीदे कि पळेला पर ये बिचारा फेरिले गले जेमती संध्या बेल आरंभ है सब संध्या कार्य सरला दीप धूप दिहला प्रार्थना करागला परे जेत समस्ते सब बसिले गुरुदेव तांकर विद्या अध्ययन आरंभ कले विद्या अध्ययन सरीबा पर्यंत से अपेक्षा कला जेमती विद्या अध्ययन सरीगला समस्ते पळेले ये पुणी गुरु पाखक गले कहवाई गुरुदेव कहले आबे बहुत राति होगलानी तमें जाओ आउ काली सकाळ कथा हवा ये बिचरा खाली छटपट होचंदी गुरु किछि बुझु नांती गला तापर दिन जेमती सकाळ हेची निद भांगू भांगू गुरुदेव जेमती आछंती जाई कि पहुंची गला गुरुदेव आपण किछि बुझु नांती आपण जानि नांती से आर शिष्य जन ना कहूँ आज्ञा सी पूरा नष्ट हो गलानी पथ भ्रष्ट हो गलानी धर्म भ्रष्ट हो गलानी आपण जदि न शुणिबे गला से गुरु गुरुकुल से रहा योग्य है कि ना पूरा गुरुदेव माने आउ गुरुदेव अनुमति को अपेक्षा नक एतक कहीदे गले गुरुदेव कह हाँ ठीक अच्छे कह कौन है कौन कथा ना कि आप जानना आमर गुरुकुल रे आमको शिखा जाइछि आमे जानिछंती जे कौनसी नारींकर स्पर्श करवा आम पाई होची वर्जित किंतु आपण जानती आज कौन है सी माने कौन है कहीकि अपेक्षा नहीं गुरुदेव कौन कहे शुणियार ना आज से जो आर शिष्य न कले सी गोटे झीटी को पूरा टेकिकी आनी नईपारी करके आनला आज्ञा खाली झील सी नुह से आज्ञा युवती टी आज्ञा खाली युवती कौन सुंदरी टी सी पूर्ण युवती छोट छुआ नुह कि वयस्का नुह सी पूर्ण युवती नारी को स्पर्श करने कथा नुह सी पुणी ताकू टेकिकी आनिला सी पुणी खाली गोटे झील नुह कि वयस्का नुह सी गोटे युवती टी पूर्ण युवती ताकू टेकिकी नहीं कांधर बसैकी नहीं आइला कांधेकी आनिकी एपटे छाड़ला सेठू एत कहीदे कि माने पूरा एका दम रे जमी कहती कही सारा पर जो रहिले गुरुदेव हसुंट कहले हौ है एबे तो तू तो कांधुर ताकू हलै ओल्है दे तेणु गुरुदेव कहते एबे तो तुम्हें ताकू कांधुर ओल्है दियो सी शिशु को आज्ञा मु नुह सी पूरा बसई कांधे मु कौन गुरुदेव पुणी कहते हौ है तमें एबे तम कांधुर ताकू ओल्है दियो सी पुणी आउ थे कह गुरुदेव आपण शुणी पारे बोधे मु नुह सी सी कांधे बसईकी नई पारी करथिला गुरुदेव कहले हाँ मु जानी जे सी तो ताकू सेठी ओल्है देइथिला काली ठारू सी तो सेठी नई कूल ओल्है देला सी झील तो ता बाटर गलानी ये तो आसी ता काम कलानी किंतु तमे काली ठारू एबे पर्यंत से झीलटा को कांधे बसईज से युवती से सुंदरी युवती पूर्ण यौवना ये सब तमे एपर्यंत कांधे बसीच ताकू एबे ओल्हाओ कौन हुए एक्चुअली तापर गुरुदेव ताकू कहउचंदी देख सीए निर्विकार भाव रे जो झीटी को साहाय्य कला ताकू साहाय्य करी सारी से ताकू भूली सारी किंतु तम भितरे जो धारणाटी माड़ी बसी रही तमे से झील एपर्यंत मध्य से जो झीर चिंतारू एपर्यंत जाइन एटा हूँ तुमर अपूर्णता तुम भितर एटा तुमर हूँ दोष तुम्हें एटा को परिवर्तन करिया दरकार तार कौन हम न हम सेटा ता कथा
आम भितरे बेले बेले अनेक समय बेले बेले कहीं कहबी अनेक समय एक भ्रांत धारणा थाए जे आई एम परफेक्ट से परफेक्ट रु बाहरी आसीबा पई बेले बेले निजर दोष देखिबा उचित निजको दोष देवा उचित बोली बा आवश्यकता थाई पारे किंतु तापर माँ छाड़ना माँ से कहले लोक भी निजक दोष दे देकिरी रही जिवे माँ कहले किंतु निजको समालोचना करिवारे काहे शक्ति नष्ट करिवो हे मोर एते खराब गुण अच्छी मु एमती नुह सेमती इत्यादि इत्यादि निजको सेमती दोष दे दे केते निजको से शक्ति गुड़ाक आमर जो शक्ति रही निजको दोष देकी निजको समालोचना करिकी नष्ट काहे करिवो बरं से शक्ति को व्यवहार करिवो अग्रगति करिया पे आम भितरे सिंपल कथाटे जो धारणा जो अभिमत जो अभिरुचि जो ज्ञान मु व्यवहार करे कौन करे एटा ठीक एटा भूल से लोकटी एमती करुची ए लोकटी एमती करुची एमती करिया कथा नुह एई जो मोर ज्ञानटी को तर्जमा करिवार सामर्थ्य को निरीक्षण करिवार सामर्थ्य को परीक्षण करिवार सामर्थ्य को गोटे सिद्धांत रे उपनीत हबार सामर्थ्य को मु ताकू अन्य मानक क्षेत्र रे काहे व्यवहार करिवि किंबा निज भितरे जो दोष रही ताकू अधिक गुरुत्व काहे देवी बरं कौन करी से जो दुर्बलता मो भीतर अच्छी जो दोष मो भीतर रही ताकू केमिति विजय हासिल करी केमती अग्रगति करी ता ऊपर कंसंट्रेशन करिले बा ता ऊपर जदि मु अधिक शक्ति खर्च करे ताहले मोर अग्रगति हो जीवो मु काहे से पुराना कथार भाविकी से लेवल रही देखो मु जदि केवल भावी चिंता करी निजको दोष देवी तेबे जो चेतनार जो स्तर रे रही से स्तर रे रही बरं आमे कौन करवा उच्चतर शक्ति को आह्वान करवा एवं जो दोषटी मो भीतर रही से दोष को उपरे से दोष उपरे विजय हासिल करबा पई जहा पदक्षेप नबा दरकार सेही पदक्षेप को रे पदक्षेप नबा पई बा सेही पदक्षेप रे पहुंचीबा पई जो शक्ति को मु व्यवहार करिवि सेति मां लिखछन सेही शक्ति को निजर अग्रगति पई खर्च करिया भल एक वास्तव और स्थायी अग्रगति पई जहा कि अधिक आवश्यक तापर मां लिखछन्ती गोटे उदाहरण भी देउछन्ती उदाहरण स्वरूप जदि तुम भितर अस्वस्थिकर भावना सब आसुथाए एवं जदि तुमर कुश्चित अश्लील एवं गंडगोलिया भावना सब रही थाए सेतबेले आमे व्यस्त होई पडू मन मन छटपट हो ओहो कि असह्य एमती एते खराब भावना मो भीतर पसिक रही एते कुश्चित कथा मु पूरा गलेनी मोर आ नष्ट हो गलेनी ये कुश्चित धारणा जदि मनुष्य भीतर रहियो माँ मते केमती भल पाइबे एमती मु भी देखी सेमती भी किछि किछि पिला अछंती पिला थिले एवं लोक भी अछंती जो माने या को ने कि भारी व्यस्त हो पड़ती माँ तांको पई पूरा सीधा कथा कहले कहले तमे जदि तम भीतर से भावना आसुची ठीक अछि किछि आमे कहूनु सेटा माने एमिति गोटे अपराध हेची एमिति गोटे चेतनार स्तर को तमे खसी गले जोठी आ अग्रगति करी हबनी कुश्चित भावना आम भीतर आसुची अश्लील चिंताधारा मो भीतर पशुची गंडगोलिया भावना सब मते आक्रांत करुची मते कबलित कर रखिक कार्य लगे दउची अस्वस्थिकर भावना मते एणे तेणे नहीं जाउची ठीक अछि मन छटपट होउची ये सबू जदि मो भीतर रहुची तेणु से समय तुम कौन करिया उचित मां लिखुचंती तुमे तुमर समस्त शक्ति प्रयोग करी से गुड को एकाथरे फुटकी मारी उड़े दो माने जा जेन कहते जोर रे कि नादिकी जेन कसिकी गोटाए दब जेम से बाहर के एरिया छेड़ी पड़ेब केमती हो केमती माँ तो ये अंग भंगी दे कहीदेले जे एमती उड़े दब फुटकी मारी उड़े दब केमती हम सेटा होची आम पाई चैलेंज किंतु प्रथम कथा हमें मन रखा उचित जे अस्वस्थिकर भावना कुश्चित भावना अश्लील भावना गंडगोलिया भावना जहाँ मो भीतर आसूची
ସେଥିରେ ବ୍ୟସ୍ତ ନ ହୋଇ ପଡ଼ି ତାର ସମସ୍ୟା ଦିଗରେ ସମସ୍ୟାର ସମାଧାନ କରିବା ଦିଗରେ ନିଜର ଶକ୍ତିକୁ ଆମେ ବ୍ୟବହାର କରିବା। ମାତା ସେଥିପାଇଁ କହିଲେ ଏକାଥରେ ଫୁଟକି ମାରି ଉଡେଇ ଦବ। ତେଣୁ ତମେ ସେତେବେଳେ କଣ କରିବ? ପ୍ରଥମ କଥା ହେବ ଏଠି ଫୁଟକି ମାରି ଉଡେଇ ଦେବା ପାଇଁ ହେଲେ ଆଗେ ନିଜେ ନିଜର ଏକ ବ୍ୟକ୍ତିତ୍ବ ବା ସାମର୍ଥ୍ୟ ଯୁକ୍ତ ଆମେ ହବା ଉଚିତ। ବ୍ୟକ୍ତିତ୍ୱଟି ଆମର ତିଆରି ହେବା ଉଚିତ। ମୋ ଭିତରେ ସେମିତି ସାମର୍ଥ୍ୟ ଆସିବା ଦରକାର। ମୁଁ ଦୋଷଟିକୁ ପ୍ରଥମେ ଦେଖିବି, ଚିହ୍ନିବି, ତାପରେ ତାକୁ ତଡିବା ପାଇଁ ମୋର ଶକ୍ତିକୁ ବ୍ୟବହାର କରିବି। ଦେଖିଥିବେ ଯୋଉ ଲୋକମାନେ ଛଳନା କରନ୍ତି, ଯୋଉ ଲୋକମାନେ ମିଛ କୁହନ୍ତି, ସେମାନଙ୍କର ଏମିତି ଏକ ଅଭ୍ୟାସ ହେଇଯାଏ ଯେ ସେମାନେ ମିଛ କହିବାଟାକୁ ଯଥାର୍ଥ ବୋଲି କୁହନ୍ତି, ଯଥାର୍ଥ ବୋଲି ମନେ କରନ୍ତି ଏବଂ ସେଇ ଅନୁସାରେ ସେମାନେ ତାକୁ ସମର୍ଥନ କରି ତା ସପକ୍ଷରେ ଯୁକ୍ତିମାନ ଦିଅନ୍ତି ଏବଂ ନିଜର ଗୁରୁତ୍ୱ ବହନ କରନ୍ତି। ତେଣୁ ସେ କ୍ଷେତ୍ରରେ ପ୍ରାରମ୍ଭିକ ପ୍ରସ୍ତୁତି ରୂପେ ପ୍ରଥମ ଜରୁରୀ ଆବଶ୍ୟକତା ହେଉଛି ନିଜ ଦୋଷକୁ ଚିହ୍ନିବା ଦରକାର। ମା ଲେଖିଲେ ଏକଥା ବି ଆବଶ୍ୟକ ସବୁ ସମୟରେ ତୁମେ ତୁମର ଦୋଷ ଗୁଡିକୁ ଚିହ୍ନି ଦେଖ, ଏହା ଅତ୍ୟନ୍ତ ଆବଶ୍ୟକ। ଆମେ ଗତକାଲି ଆଲୋଚନାରେ ଶୁଣିଥିଲେ ନାଇଁ ଆମେ ବୋଧେ ଯେତେବେଳେ ଇଣ୍ଟିଗ୍ରାଲ ଏଜୁକେସନ ସିରିଜ ଆମେ ପଢୁଥିଲେ ଟ୍ରୁ ଟିଚର ଭିତରେ ସେତେବେଳେ ଆମେ ଶୁଣିଥିଲେ ସେ କହିଲେ ପ୍ରିନ୍ସିପଲ 12ଟା ପ୍ରିନ୍ସିପଲ ଟିଚର ରହିବା ଦରକାର। ସେଥିରେ ସରେଣ୍ଡର ବିଷୟରେ ଆଲୋଚନା କଲା ବେଳେ ସେତେବେଳେ ଆମେ ପଢିଲେ ମା ଲେଖିଲେ ତୁମେ ଯେତେବେଳେ ସମର୍ପଣ କରିବ ବୋଲି କହୁଛ ତୁମର କିଛି ଅଛି ତ ଆଗ ଯୋଉଟାକୁ ତମେ ସମର୍ପଣ କରିବ ବା ଦେଇଦବ। ସମର୍ପଣ କରିବ ମାନେ ନିଜକୁ ଦେଇଦବ ତ। ଯୋଉ ଜିନିଷ ଟା ମୋର ନୁହଁ ମୁଁ ତାକୁ ଦେବି କେମିତି? ମତେ କେତେବେଳେ କୋଉ ଶକ୍ତି ଆସି ମତେ ଖେଳଉଛି। ଗୋଟେ ଯେମିତି କଥାରେ କୁହନ୍ତି ରାଗ ଆସିଲା ମତେ ନଚେଇଲା ମୁଁ ରାଗିଲି ଲୋକଙ୍କ ଉପରେ। ବିରକ୍ତିର ଶକ୍ତି ଆସିଲା ମତେ ମୋ ଭିତରେ ପ୍ରବେଶ କଲା, ମତେ ନଚେଇଲା, ମୁଁ ବିରକ୍ତି ହେଲି। ତେଣୁ ବାହାରକୁ ମୋର ବିରକ୍ତିକର ଜିନିଷ ପରିପ୍ରକାଶ ହେଲା। ସିଏ ତ ବାହାରୁ ଆସିଲା ଶକ୍ତି ମୋ ଭିତରେ ଥାଇ କାମ କଲା। ତେବେ ମୁଁ ତାକୁ ନେଇକି ଦେବି କେମିତି? ମୋର ତାକୁ ଧରିବାର, ତାକୁ ଚିହ୍ନିବାର ସାମର୍ଥ୍ୟ ହେଲାଣି। ତେଣୁ ନିଜର ବ୍ୟକ୍ତିତ୍ୱ ଗଠନକୁ ସେଇଥିପାଇଁ ସେତେବେଳେ କହିଲେ ଆଗ ନିଜର ବ୍ୟକ୍ତିତ୍ୱଟିକୁ ଗଠନ କର, ତାପରେ ସେଇ ବ୍ୟକ୍ତିତ୍ୱକୁ ତାକୁ ନେଇକି ମାଙ୍କ ପାଖରେ ସମର୍ପଣ କର। ବ୍ୟକ୍ତିତ୍ୱ ଗଠନ ନହବା ପର୍ଯ୍ୟନ୍ତ ତୁମେ ଚିହ୍ନିବା ଦରକାର ନା। ନ ଚିହ୍ନିଲେ ବ୍ୟକ୍ତିତ୍ୱ ଗଠନ ଯଦି ନଥିବ, ଯଦି ବ୍ୟକ୍ତି ନିଜେ ସମର୍ଥ ନଥିବ ଚିହ୍ନିବ କେମିତି? ସେଥିପାଇଁ ଶିକ୍ଷା ଆବଶ୍ୟକ। ନ ଚିହ୍ନିଲେ ମୋ ଘରେ ଯୋଉ କୁକୁରଟିଏ ରହିଛି ମୁଁ ଯଦି ତାକୁ ଚିହ୍ନି ନାହିଁ ଯେ ସେଇଟା ବୁଲା କୁକୁର, ସେଇଟା ପୋଷା କୁକୁର ନୁହଁ, ତାହେଲେ ବୁଲା କୁକୁର ବୋଲି ଯଦି ନ ଚିହ୍ନିଲି ମୁଁ ତାକୁ ବିଦା କରିବି? ପୋଷା କୁକୁରକୁ ମୁଁ ଘରୁ କାହିଁ ବିଦା କରିବି? ସେ ତ ମୋ ପୋଷା କୁକୁର, ଘରେ ରହିବ, ଘର ଭିତରେ ଖାଇବ ପିଇବ। ମୁଁ ଆଗ ଚିହ୍ନିବା ଦରକାର ଏଇ ଯୋଉ କୁକୁରଟି ଅଛି ଏଇଟା ବୁଲା କୁକୁରଟି, ଏଇଟା ପୋଷା କୁକୁର ନୁହଁ, ତାକୁ ବିଦା କରିବା ଦରକାର। ତେଣୁ ସେଇଟା ହଉଛି ଅତ୍ୟନ୍ତ ଆବଶ୍ୟକ। ତୁମ ଭିତରେ ଯୋଉ ଦୋଷ ରହିଛି, ଯୋଉ ଦୋଷ ଗୁଡିକ ତୁମକୁ ଅଗ୍ରଗତି କରିବାରେ ବାଧା ସୃଷ୍ଟି କରୁଛି, କିନ୍ତୁ ଆଗ ତାକୁ ଚିହ୍ନ ଠିକ, କିନ୍ତୁ ଚିହ୍ନିଲା ପରେ ତାକୁ ନେଇକି ଏତେ ଆକୁଳି ବିକୁଳି ହୁଅ ନାହିଁ। କଣ କରିବି ମୋ ଭିତରେ ଏତେ ଖରାପ ଗୁଣ ରହିଛି, ମୁଁ କେମିତି ମୁଁ ବଡ ପାପୀଟା, ମୁଁ ଏ ଜନ୍ମରେ ଆଉ ମୋ ପାପ ଧୋଇ ହବ ନାହିଁ, ମତେ ଆଉ ମା କୃପା କରିବେନି, ଭଗବାନ ମତେ କୃପା କରିବେନି, ଏମିତି ହେଇ ଆକୁଳି ବିକୁଳି ହୁଅ ନାହିଁ। ପ୍ରକୃତ ଆବଶ୍ୟକତାଟି ହଉଛି କଣ ନା, ଯୋଉ ଭାବନା ଗୁଡିକ, ଯେଉଁ ସବୁ ସଦ୍ଗୁଣ ଗୁଡିକ ଆମ ଭିତରେ ରହିବା ଉଚିତ ବୋଲି ଆମେ ଭାବୁଛୁ, ଆମେ କଣ କରିବା ସମସ୍ତ ଶକ୍ତି ପ୍ରୟୋଗ କରି ସେଇଟାକୁ ଆମ ଭିତରେ ତିଆରି କରିବା। ସେଇ ଶକ୍ତିକୁ ତିଆରି କରିବା ଯଦ୍ଵାରା ନିଜ ଭିତରେ ଆମେ ତାକୁ ଯଦି ତିଆରି କଲେ, ଯଦି ଭଲ ଶକ୍ତିକୁ, ସଦ୍ଗୁଣ
को जोटा कि आम इच्छा करूचु सेटा जेते अधिक रु अधिक प्रबल हब सेते दोष दुर्बलता गुड़िक ता पाखरे गौण हेई जिवे कमी कमी जिवे निश्चिन्न हो जिवे। अनेक दिन पूर्वर आमर ए क्लाइंबिंग नॉलेज रे गोटे वीडियो छाड़ी देखिथिबे आपण माने गोटे पात्र रे मैला पानी टे अछि ताको मैला पानी भितरे बाली गोड़ी जहाँ जहाँ सब असना रही ताको वर्तमान मु चाहूची जे ये परिष्कार हो जाऊ केमती कोन ताको विदा करी से गोड़ी गुड़ा खोजिकी बाछिबा ए करिया मैला पानी अछि कोन करिवा मुंड के चिंता करियो हो कोन करिवि ग्लास भितर मैला पानी गुड़ा रहि गला एटा केमती जीवो कोन करिवो ओ मुंड बाडे की गुडाए कौन दरकार ए मेसिन दरकार से मेसिन दरकार से लग गले किंतु से वीडियो रे हम देखिथिबा से पिलाटी पूरा गोटे जोर रे चालुथिबा माने जेमि तीव्र भाव रे पानी रो फोर्स बाहरिबो सेमती गोटे पानी पाइप टे जोगाड़ करी आनछन सेतिरे पानी पूरा फोर्स रे आसुची तन ताकू से कौन कले से जो पात्र रे आगुरु जो पानी थिला असना पानी बा असना जिनस थिला ताकू बाहर करिया पई से पानी टाकू पूरा जोर रे मारले ता भीतर तन कौन हैला ना ता भीतर जो मैला पानी सेडा को बाहरी पला उछुल की बाहर को बाहरी आइला ये आउरी प्रेशर रे छड़ले जेते प्रेशर रे गला सेते प्रेशर रे से भीतर रो मैला पानी उडा को बाहर को आस्ता है तेणु जेते सद्गुण गुड़ी को आम समस्त शक्ति प्रयोग करी निज भितरे तैयारी करिबा सेटा हो जाम पे गुरुत्वपूर्ण हेति पे अनेक समय आमे मन रखिबा आमे बारंबार मां कहउछन आमे आवाहन करिबा मां को से उच्चतमा शक्ति को सीए मो भीतर प्रवेश करी काम करिवे एवं जो जो शक्ति गुड़िक जो जो गुणावली गुड़िक आमको भगवती आड़ को नहीं जाउथिबो सेई कार्य रे अधिक रु अधिक मन दबा गुरुत्व दबा ताहाले स्वाभाविक भावे सेई उच्चतर शक्ति गुड़िक सेई उच्चतर गुण गुड़िक आम भितरे अधिक रु अधिक परिप्रकाश हवा पई गोटे बाट पाई जीव तापरे से दोष दुर्बलता रहिया पे स्थान पाइब नहीं कहना तार प्रतिबदल रे उच्चतर शक्ति गुड़िक से तार काम कर चलो आम ये सारिबा मां को आवाहन करिबा Ma, thank you all, Ma.